ସହଜ ବିଜୟରୁ ଭାରତର ଅଭିଯାନ, ବୁମ୍ରାଙ୍କୁ ଜ୍ୱର, ସିରାଜ ଖେଳିଲେ। ଆଜିର ମ୍ୟାଚ୍ ପୂର୍ବାହ୍ନ 11ଟାରେ ଆଫଗାନିସ୍ତାନ ନ୍ୟୁଜିଲାଣ୍ଡ ଚେନ୍ନାଇରେ ହେବ। ଅପରାହ୍ନ 3ଟାରେ ଇଂଲଣ୍ଡ ନେପାଳ ମୁମ୍ବାଇରେ ହେବ ଓ ରାତି 7ଟାରେ ଶ୍ରୀଲଙ୍କା ଆୟାରଲାଣ୍ଡ କଲମ୍ବୋରେ ହେବ। ସ୍କଟଲ୍ୟାଣ୍ଡକୁ ହରାଇଲା ୱେଷ୍ଟଇଣ୍ଡିଜ। ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ। ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ଇନିଂସ ପାଇଁ ଭାରତ କାଲି ବିଜୟ ହାସଲ କରିଛି। ଗତ ବିଶ୍ୱକପ୍ ବିଜେତା ଭାରତୀୟ ଦଳ ବିଜୟରୁ ଟି20 ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଲଢ଼ୁଆ ଅର୍ଦ୍ଧଶତକ ପରେ ବୋଲରମାନେ ମିଳିତ ଭାବେ ୱିକେଟ୍ ଦଖଲ କରିବାରୁ ଭାରତ ନିଜ ପ୍ରଥମ ମ୍ୟାଚ୍ରେ ଆମେରିକାକୁ 29 ରନ୍ରେ ପରାସ୍ତ କରିଛି। ଭାରତ ନିଜ ପରବର୍ତ୍ତୀ ମ୍ୟାଚ୍ ଗୁରୁବାର ନାମ୍ବିଆ ବିପକ୍ଷରେ ଦିଲ୍ଲୀରେ ଖେଳିବ। ଆମେରିକା ଦଳ ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲ ଟସ୍ ଜିତି ସୂର୍ଯ୍ୟକୁମାରଙ୍କ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଡାକିଥିଲେ। ଇଶନ୍ କିଶନ ସତର୍କତାର ସହ ଖେଳି 16 ବଲ୍ରୁ 20 ରନ୍ କରିପାରିଥିଲେ। ଅଭିଷେକ ଶର୍ମା ସମ୍ମୁଖୀନ ହୋଇଥିବା ପ୍ରଥମ ବଲ୍କୁ ବଡ଼ ସଟ୍ ଖେଳି ବାଉଣ୍ଡ୍ରି ନିକଟରେ ଧରା ପଡ଼ିବାରୁ ଶୂନରୁ ବିଶ୍ୱକପ୍ ଅଭିଯାନ ପାଇଥିଲେ। ତିଲକ ବର୍ମା 16 ବଲ୍ରୁ 25 ରନ୍ ଏବଂ ଶିବମ୍ ଦୁବେ 0 ପାୱାର ପ୍ଲେ ଭିତରେ ବିଦାୟ ନେବାରୁ ଭାରତ 6 ଓଭର ସୁଦ୍ଧା 46 ରନ୍ରେ 4 ୱିକେଟ୍ ହରାଇ ସଂଘର୍ଷ କରୁଥିଲା। ରିଙ୍କୁ ସିଂ 6, ହାର୍ଦ୍ଦିକ ପାଣ୍ଡ୍ୟା 5, ଅକ୍ଷର ପଟେଲ 14 ବି ଶସ୍ତାରେ ବିଦାୟ ନେଇଥିଲେ। ସଙ୍କଟଜନକ ପରିସ୍ଥିତି ସତ୍ତ୍ୱେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଭାରତ ପାଳିର ଦାୟିତ୍ୱ ଏକା ସମ୍ଭାଳିଥିଲେ। 36 ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଗିଅର ବଦଳାଇ 49 ବଲ୍ରୁ 84 ରନ୍ର ସମ୍ମାନ ରକ୍ଷାକାରୀ ପାଳି ଖେଳିଥିଲେ। ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ। ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ଏହି ପାଳିରେ 10 ଚୌକା ଓ 4 ଛକା ସାମିଲ ଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 161 ରନ୍ କରିଥିଲା। 162 ରନ୍ର ପିଛା କରି ନିର୍ଦ୍ଧାରିତ 20 ଓଭରରେ ଆମେରିକା ଦଳ 132 ରନ୍ରେ 8 ୱିକେଟ୍ରେ ଅଟକି ଯାଇଥିଲା। ଶେଷରେ ଭାରତ 29 ରନ୍ରେ ବିଜୟ ହାସଲ କରିଥିଲା। ଶନିବାର ଭାରତ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ବଡ଼ ଝଟକା ପାଇଥିଲା। ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଜ୍ୱର ହୋଇଥିବାରୁ ତାଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ପ୍ରଥମ ମ୍ୟାଚ୍କୁ ହିଁ ସୁଯୋଗ ମିଳିଥିଲା। ୱାଶିଂଟନ୍ ସୁନ୍ଦର ଓ କୁଲଦୀପ ଯାଦବଙ୍କ ମଧ୍ୟରେ ସୁଯୋଗ ମିଳିନଥିଲା। ଫର୍ମର ନଜରକୁ ରଖି ସଞ୍ଜୁ ସାମସନ୍ଙ୍କ ବଦଳରେ ଇଶାନ କିଶନ ଖେଳିଛନ୍ତି ଓ ଅଭିଷେକ ଶର୍ମାଙ୍କ ସହ ପାଳି ଆରମ୍ଭ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଆଣ୍ଠୁରେ ଯନ୍ତ୍ରଣା କାରଣରୁ ହର୍ଷିତ ରାଣା ବାଦ୍ ପଡ଼ିଥିଲେ ଓ ବିସିସିଆଇ ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ସମଗ୍ର ବିଶ୍ୱକପ୍ରୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ହର୍ଷିତଙ୍କ ବିଦାୟ ଓ ବୁମ୍ରାଙ୍କ ବିଶ୍ରାମ ପରେ ଭାରତୀୟ ଦଳରେ ଏବେ 13 ଜଣ ଫିଟ୍ ଖେଳାଳି ଅଛନ୍ତି। ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଏବେ ବି ବେଙ୍ଗଲୁରୁ ସ୍ଥିତ ବିସିସିଆଇର ଉତ୍କର୍ଷ କେନ୍ଦ୍ରରେ ଅଛନ୍ତି ଏବଂ ଫିଟନେସ୍ ମଞ୍ଜୁରୀ ଅପେକ୍ଷାରେ ରହିଛନ୍ତି। ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ। ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ୱେଷ୍ଟଇଣ୍ଡିଜର ସୋପାଡ଼ ନେଲେ ପ୍ରଥମ ହ୍ୟାଟ୍ରିକ୍। ସ୍କଟଲ୍ୟାଣ୍ଡକୁ ହରାଇଲା ୱେଷ୍ଟଇଣ୍ଡିଜ ଦଳ। ନିର୍ଦ୍ଧାରିତ 20 ଓଭରରେ ୱେଷ୍ଟଇଣ୍ଡିଜ କରିଥିଲା 182 ରନ୍ 5 ୱିକେଟ୍ରେ। ସ୍କଟଲ୍ୟାଣ୍ଡ 18.5 ଓଭରରେ 147 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଜୟ ଜଗନ୍ନାଥ।